ଚାଲନ୍ତୁ ଜାଣିବା ଆଜିର ନୂଆ ଶବ୍ଦଟି। ଶବ୍ଦଟି ହେଉଛି ANTHROPOCENTRIC। ଆକୁ ଆମେ ଉଚ୍ଚାରଣ କରିବା। AN ମାନେ AN, THRO ମାନେ throw, ANTHRO, PO, ANTHROPO, CENTRIC ମାନେ centric। ଏବେ ମିଶେଇକି ପଢିବା anthropocentric। anthropocentric ର ଅର୍ଥ ହେଉଛି ମାନବକୁ କେନ୍ଦ୍ର କରିଥିବା ଧାରଣା। ଏବେ ଉଦାହରଣ ସ୍ୱରୂପ ବୁଝିବା। The theory has an anthropocentric view ମାନେ ଏହି ସିଦ୍ଧାନ୍ତରେ ମାନବ କେନ୍ଦ୍ରିକ ଭାବନା ରହିଛି। ଥିଓରିର ଅର୍ଥ ହେଉଛି ସିଦ୍ଧାନ୍ତରେ, anthropocentric ର ଅର୍ଥ ହେଉଛି ମାନବ କେନ୍ଦ୍ରିକ, ଭ୍ୟୁର ଅର୍ଥ ହେଉଛି ଭାବନା। ଦ୍ୱିତୀୟ ଉଦାହରଣ, many religions are anthropocentric ମାନେ ଅନେକ ଧର୍ମ ମାନବ କେନ୍ଦ୍ରିକ ଭାବଧାରା ରଖେ। many ର ଅର୍ଥ ହେଉଛି ଅନେକ, religions ର ଅର୍ଥ ହେଉଛି ଧର୍ମ, anthropocentric ର ଅର୍ଥ ହେଉଛି ମାନବ କେନ୍ଦ୍ରିକ। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବେ। ରହିଲି, ନମସ୍କାର।